11ଟା ବେଳେ ଯାଉଥିଲୁ ତ ବହୁତ ଜୋରସେ ଖରା ବି ହଉଥିଲା କିନ୍ତୁ କଣ କରିବା ସପିଂ ବି ଯେହେତୁ କରିବାର ଥିଲା ତ ସପିଂ ନିଶାରେ ଖରାକୁ ଆଉ କିଏ ଡରୁଛି ତ ସାଙ୍ଗେ ସାଙ୍ଗେ ଆମେ ପହଞ୍ଚି ଗଲୁ ସେଇଠି ମାନେ ୟାଙ୍କର ଫେଭରାଇଟ ଦୋକାନ ଏଇଟା ଯୋଉ ଲୋକାଲ ମାର୍କେଟ ର ମାନେ ଦୋକାନଟା କିନ୍ତୁ ୟାଙ୍କର ଏଇଟା ବହୁତ ଫେଭରାଇଟ ତ ଯାହାବି ଯଦି ମୋର ଦରକାର ହୁଏ କି ଯାହାବି ଲୁଗା ମାନେ ଏସବୁ ଜିନିଷ ଥିଲେ ତ ୟାଙ୍କ ଏଇ ଦୋକାନକୁ ହିଁ ଆସନ୍ତି ତ ଆମେ ରେଡ୍ ଆଉ ହ୍ୱାଇଟ୍ କମ୍ବିନେସନ ବାଲା ଲୁଗା ଦେଖିଥିଲୁ ଫାର୍ଷ୍ଟ ଆଉ ସେ ଭିତରୁ ମାନେ ବହୁତ ଦେଖି ସାରିଲା ପରେ ସେ ଭାଇ ମାନେ ଆହୁରି ଆହୁରି ଦେଖଉଥିଲେ ମାନେ ବହୁତ ଫ୍ରେଣ୍ଡଲି ବି ଏଠିକାର ସମସ୍ତେ ତ ଆମେ ଯେତେବେଳେ ଭଲ ଲାଗୁନି କହିଲୁ ତ ସେମାନେ ଆହୁରି ଲୁଗା ମାନେ ଆଣିକି ଦେଇଥିଲେ ତ ଆମେ ସେ ଭିତରୁ ସାଙ୍ଗେ ସାଙ୍ଗେ ଲୁଗା ଗୋଟେ ଚଏସ୍ କରିଦେଲୁ କିନ୍ତୁ କଣ କରିବା ଯୋଉଟା ମୋର ଚଏସ୍ ହଉଥିଲା ତାଙ୍କର ସେଇଟା ହଉନଥିଲା ତାଙ୍କର ହେଲାର ମତେ ହଉନଥିଲା ତ ଫାଇନାଲି ଏମିତି କରି କରି ଲାଷ୍ଟରେ ଏଇ ଲୁଗାଟା ଆମକୁ ମିଳିଗଲା ତ ଏଇଟା ମାନେ କି ଏଇଟା ଆମ ଦି ଜଣଙ୍କ ଯାକ ବହୁତ ହିଁ ପସନ୍ଦ ଆସିଗଲା ତ ଆମେ ସାଙ୍ଗେ ସାଙ୍ଗେ ଏଇ ଲୁଗାକୁ ଧରିଦେଲୁ ଆଉ ଯେତେବେଳେ ମୁଁ ଟିକେ ଟ୍ରାଏ କରିବି କହୁଥିଲି ମତେ ମାନେ ଲାଜ ବି ଆଉଥିଲା ମାନେ ନ୍ୟୁ ନ୍ୟୁ ବ୍ଲଗର ଯେହେତୁ ହେଲେ ବି ମୁଁ ଟିକେ ଟ୍ରାଏ କରିଦେଲି ନାଇଁ ଭଲ ମାନିବ କହିଲେ ତ ହଉ ଠିକ ଅଛି ତାପରେ କହିଲେ କି ଆଉ କଣ ପାଇଁ ଆଉ ଗୋଟେ ଲୁଗା ନେବ ଆଉ ଗୋଟେ ବି ନେଇଯାଉ ତାକି ତମର ଡେଲି ୟୁଜ ବି ହେଇଯିବ ତ ଯଦି ଅଫର ଟା ସେପଟରୁ ଆସୁଛି ତ ମୁଁ ବି ମନା କେମିତି କରିବି ତାପରେ ମୁଁ ହଉ ଠିକ ଅଛି କହିକି କିଛି ଲୁଗା ଏଠି ଆମେ ଆହୁରି ଦେଖିଥିଲୁ ଆଉ ଏଇ ଲୁଗାଟା ଆମକୁ ବହୁତ ଭଲ ଲାଗୁଥିଲା ତ ଏଇଟା ଆଉ ସେ ଯୋଉ ବ୍ଲାକ୍ ସରି ହ୍ୱାଇଟ ଆଣ୍ଡ ରେଡ୍ ବାଲା ତ ଏଇ ଦିଟା ସେମାନେ ପ୍ୟାକିଂ କରିଦେଲେ ଆଉ ଏଇଟା ସରିବା ପରେ ଆମେ ମାନେ ଏଇଟା ଯେହେତୁ ମାନେ ଭଲ ଲାଗିବନି ମ୍ୟାଚିଂ ନହେଲେ କହିକି ଗୋଟେ ରେଡ କଲର ବ୍ଲାଉଜ ବି ମୁଁ ନେଇଥିଲି ଆଉ ମତେ ମାନେ ରେଡିମେଡ ବ୍ଲାଉଜ ତ ପସନ୍ଦ କିନ୍ତୁ ମୁଁ ନିଜେ ଟିକେ ସିଲେଇବି ମାନେ ମତେ ସିଲେଇବାକୁ ତ ବହୁତ ଭଲ ଲାଗେ ତ ମୁଁ ନିଜେ ସିଲେଇବି କହିକି ଆମେ ମାନେ ବ୍ଲାଉଜ ନ ନେଇକି ବ୍ଲାଉଜ ର କପଡା ଗୋଟେ ନେଇଯାଇଥିଲୁ ତାପରେ ମୁର୍ଜର ଛାଞ୍ଚୁଣି ନେଇ ଦେଇଥିଲୁ କିନ୍ତୁ ଏଠି ନେବାକୁ ତ ମୁଁ ଚାହିଁଥିଲି କିନ୍ତୁ ମତେ ବହୁତ ମାନେ ଏସବୁ କିଛି ବି ଭଲ ଲାଗିଲା ନାହିଁ ମୁଁ ବହୁତ ବାଛିଲି କିନ୍ତୁ ମତେ ଆକ୍ଚୁଆଲି କୋଉଟା ବି ପସନ୍ଦ ନଥିଲା ଆକ୍ଚୁଆଲି ରିଜନ ଟା ଥିଲା ମାନେ ଏଇଟା ଟିକେ ମାନେ ଟିକେ ପୁରୁଣା ହେଇଯାଇଥିଲା ତ ମୁଁ କହିଲି କି ନଗଦ ପଇସା ଦେବି ଆଉ କଣ ପାଇଁ ଏମିତି ନେବି ଯେ ମୋ ହଜବେଣ୍ଡ କହିଲେ ଆସିଛୁ ଯେ କାଳେ ନେଇକି ହିଁ ଯିବା ତ ତାଙ୍କେ ଗୋଟେ ଚୁଜ କଲେ ହେଲେ ସେଇଟା ବି ମତେ ଭଲ ଲାଗିଲାନି ତ କହିଲେ କି ହଉ ଠିକ ଅଛି ଯଦି ତମେ ନେବନି ନେବନି ଆଉ ଏତେ ସେଠି ଘାଣ୍ଟା ଘୁଣ୍ଟି କରନି ନହେଲେ ସେମାନେ ଖରାପ ଭାବିବେ ତ ମୁଁ କହିଲି ହଉ ଠିକ ଅଛି ଦେନ୍ ଛାଡିଦେବାକୁ ତାପରେ ୟା ପରେ ଆମେ ନେଇ ଯାଇଥିଲୁ ଗୋଟେ ମାଣ ଦହିବରା ଷ୍ଟଲ ପାଖରେ କାରଣ ଦହିବରାଟି ଆମେ ବହୁତ ଦିନ ହେଲାଣି ଖାଇନଥିଲୁ ତ ଏଠି ଆମେ ଦହିବରା ଜଲ୍ଦି ଜଲ୍ଦି ଖାଇଦେଲୁ ଆଉ ୟାଙ୍କୁ ମୁଁ ଦେଖ ଟିକେ କ୍ୟାମେରାକୁ କହିଲି ୟାଙ୍କେ ତ ଦେଖୁ ହିଁ ନଥିଲେ ତାପରେ ସାଙ୍ଗେ ସାଙ୍ଗେ ଆମେ ଦହିବରା ଟା ଖାଇଦେଲୁ ଆଉ ଚାଲୁ ମା ଲକ୍ଷ୍ମୀଙ୍କର ଗୋଟେ ପ୍ରତିମା ନେବାକୁ ଆଉ ଏଇ ଦିଟା ମତେ ବହୁତ ଭଲ ଲାଗୁଥିଲା ତ ମୁଁ ଟିକେ କମ୍ପାରିଜନ କରିକି ଦେଖିଦେଲି କି କୋଉଟା ଭଲ ଲାଗିବ ତ ତାପରେ ଯୋଉଟା ଭଲ ଲାଗିଲା ଗୋଟେ ମାନେ ସେଠୁ ଗୋଟେ ଭଲ ଲାଗିଲା ଆମେ ସେଟା ଧରିକି ପଳେଇ ଆସିଲୁ ଆଉ ଆସିଲା ବେଳେ ମାନେ ପନିପରିବା ବି ନେବାର ଟିକେ ଥିଲା ଘର ପାଇଁ ତ ଆମ ପାଖରେ ତ କ୍ୟାସ ନଥିଲା ଆଉ ପନିପରିବା ଦୋକାନ ତ ମାନେ ଫୋନ ପେ ହଉନଥିଲା ନା ସେ ଫୋନ ପେ ମାନେ ହାଟ ଯୋଉ ନା ହାଟରେ ପନିପରିବା ନେବାର ଥିଲା ହାଟରେ ତ ଫୋନ ପେ ହବନି ସେଥିପାଇଁ ମୋ ହଜବେଣ୍ଡ ଏଠି ଟିକେ ଏଟିଏମ ରୁ ପଇସା ଉଠେଇଦେଲେ ଆଉ ଆପଣ ମାନେ ଭାବୁଛନ୍ତି କି ଏଠି ମୁଁ ଓଢଣା କଣ ପାଇଁ ଦେଇଛି ଆକ୍ଚୁଆଲି ମୋର ହଜବେଣ୍ଡ ଯିଏ କହିଲେ କି ଆଉ ତମ ଓଢଣାରେ ବହୁତ ସୁନ୍ଦର ଦେଖାଯାଉଛ ତ ଆମେ ହଉ କହିକି ମୁଁ ପଳେଇ ଆସିଥିଲି ମାର୍କେଟ ଆଉ ଏଠି ଆମେ କୋବି ଇଏ ସିଏ ଟମାଟୋ ଫମାଟୋ ଟିକେ ନେଇଥିଲୁ ଆଉ ମତେ ତ ବଛା ବଛି ଏତେ ଆସେନି କି ଆକ୍ଚୁଆଲି କୋଉ ପନିପରିବା ମାନେ କେମିତି ବାଛାଯାଏ କଣ ମତେ ସେ ବିଷୟରେ ଏତେ ନଲେଜ ନାହିଁ ତ ସେମାନେ ଟିକେ ଟମାଟୋ ଫାଷ୍ଟ ଟିକେ ବାଛିଦେଲେ ଆଉ ଟମାଟୋ ଧରିକି ବାଇଗଣ ଟିକେ ନେବା କହିକି ତ ବାଇଗଣ ବି ସେ ଫଟାଫଟ ବାଛିଦେଲେ ଆଉ ଆମେ ବାଇଗଣ ବି ନେଇଯାଇଥିଲୁ ଆଉ ତାପରେ ଆମେ ପହଞ୍ଚିଥିଲୁ ଏସବୁ କିଛି ପନିପରିବା ଯୋଉଟା କି ନର୍ମାଲ ସବୁଦିନ ଯୋଉଟା କି ଦରକାର ତ ସେମିତି ପନିପରିବା ସବୁ ଧରିକି ଆମେ ପହଞ୍ଚି ଯାଇଥିଲୁ ଫାଇନାଲି ମିଠା ଦୋକାନରେ ତ ୟାଙ୍କୁ ମିଠା ଖାଇବାକୁ ବହୁତ ପସନ୍ଦ ଥିଲା ତ ସେଥିପାଇଁ ତାଙ୍କେ ମିଠା କିଛି କିଣିଦେଲେ ଆଉ ତାପରେ ମୁଁ ଯାଇଥିଲି ମୋ ପାଇଁ ଟିକେ ସକ୍ସ ନେବାକୁ କାରଣ ଏଇଟା ଥଣ୍ଡା ସିଜନ ନା ତ ମାନେ ପାଦ ସକାଳୁ ଉଠିଲା ବେଳେ ବହୁତ ଥଣ୍ଡା ଲାଗୁଛି ସନ୍ଧ୍ୟାରେ ବି ମାନେ ଥଣ୍ଡା ଲାଗୁଛି ସେଥିପାଇଁ ମୁଁ ଫଟାଫଟ ଏଇ ସକ୍ସ ଟାକୁ ଚୁଜ କରିଦେଲି ଆଉ ଧରିକି ଆମେ ପଳେଇ ଆସିଲୁ ଘରକୁ ତ ସିଧା ଯେତେବେଳେ ଆମେ ଘରକୁ ପହଞ୍ଚିଥିଲୁ ତ ଦେଖନ୍ତୁ ସେ ମାନେ କେମିତି ଧରିଛନ୍ତି ସବୁ ଜିନିଷ କଲେ କି ମତେ ଲାଜ ଲାଗୁଛି ତମେ କ୍ୟାମେରା କରନି ତ ମୁଁ ଖାଲି ଜଷ୍ଟ ଏମିତି କରିଦେଇଥିଲି ତ ଆମେ ଫାଇନାଲି ପହଞ୍ଚି ପାରିଲୁ ଘରକୁ ଆଉ ମାନେ ଏତେ ସାରା ବୁଲିକି ଆମେ ତ ବହୁତ ଟାୟାର୍ଡ ହେଇଯାଇଥିଲୁ ତ ସେମାନେ ସେଠି ଜିନିଷ ପତ୍ର ଥୋଇଦେଲେ ଆଉ
ସେମାନେ ଚାଲିଲେ ତାଙ୍କ କାମରେ। ସେମାନେ କୋଉଠି କ୍ୟାମେରା କେତେ ଆସିବା ପସନ୍ଦ କରନ୍ତିନି ସାର୍। ତ ମୁଁ କହିଲି ହଉ ତମେ ନ ଆସ ମୁଁ ଭିଡ଼ିଓ ବନେଇ ଦଉଛି। ତାପରେ ସେମିତି କହିଦେଲାରୁ ମାନେ ସେମାନେ ଆଉ ଥରେ ପଳେଇ ଆସିଲେ ଆଉ ଟିକେ ହାଏ କରିକି ପୁଣି ପଳେଇଲେ। ତ ଏତିକିରେ ଭ୍ଲଗଟା ବି ଶେଷ କରିଦେବା। ସୋ ଟାଟା ବାଏ ବାଏ। ଦେଖା ହବ ଆମର ନେକ୍ସଟ ଭ୍ଲଗରେ।